ଶ୍ରୋତାବନ୍ଧୁ, ଯଦି ଗୋଟିଏ ମଣିଷର ମୃତ୍ୟୁ ହୁଏ, ତାର ଶରୀର ଥଣ୍ଡା ପଡ଼ିଯାଏ ଏବଂ ଚଳପ୍ରଚଳ ହେବା ବନ୍ଦ ହୋଇଯାଏ, ଶରୀର ଚେତନା ଶୂନ୍ୟ ହୋଇଯାଏ। ଏହିସବୁ କଥାବାର୍ତ୍ତା ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା। ଆଜି ଆମେ ଭଗବଦ୍ ଗୀତାର ସେକେଣ୍ଡ ଚାପ୍ଟର 21 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ବେଦା ବିନାଶିନୀ ନିତ୍ୟାଙ୍ଗ येन ମଜମ ବ୍ୟୟମ ଅଥଂସ ପୁରୁଷଃ ପାର୍ଥଙ୍କଂ ଘାତୟତି ହନ୍ତିକମ୍। ହେ ପାର୍ଥ, ଯେଉଁ ବ୍ୟକ୍ତି ଜାଣେ ଯେ ଆତ୍ମା ଅବିନାଶୀ, ଅଜ, ଶାଶ୍ୱତ ଏବଂ ଅବ୍ୟୟ ଅଟେ, ସେ କିପରି ଅନ୍ୟକୁ ମାରିପାରିବ ଏବଂ ଅନ୍ୟର ମୃତ୍ୟୁର କାରଣ ହେବ? ଶ୍ରୋତାବନ୍ଧୁ, ପ୍ରତ୍ୟେକ ପଦାର୍ଥର ଉପଯୁକ୍ତ ବ୍ୟବହାର ଅଛି। ଯେଉଁ ବ୍ୟକ୍ତି ପୂର୍ଣ୍ଣ ଜ୍ଞାନ ଲାଭ କରିଛି, ସେ ଜାଣେ କିପରି ଭାବରେ କେଉଁ ସ୍ଥଳରେ କୌଣସି ପଦାର୍ଥକୁ ଉପଯୁକ୍ତ ଭାବରେ ବ୍ୟବହାର କରାଯାଇପାରିବ। ଠିକ୍ ସେହିପରି ହିଂସାର ମଧ୍ୟ ବ୍ୟବହାର ଅଛି ଏବଂ କିପରି ସେ ହିଂସାକୁ ବ୍ୟବହାର କରାଯିବ ସେ କଥା ଜ୍ଞାନୀ ବ୍ୟକ୍ତି ଜାଣେ। ଯଦିଓ ବିଚାରପତି ହତ୍ୟାକାରୀ ପ୍ରତି ମୃତ୍ୟୁଦଣ୍ଡ ବିଧାନ କରନ୍ତି, ଏଥିପାଇଁ ବିଚାରପତିକୁ କେହି ଦୋଷ ଦିଅନ୍ତି ନାହିଁ, କାରଣ ସେ ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ ବିଧାନ କରନ୍ତି। ମନୁ ସଂହିତାରେ ବର୍ଣ୍ଣନା କରାଯାଇଛି ଯେ ହତ୍ୟାକାରୀ ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ, କାହିଁକିନା ସେ ପର ଜନ୍ମରେ ଆଉ ସେପରି ପାପକର୍ମ ନିମିତ୍ତ ବିଶେଷ ଦଣ୍ଡ ଭୋଗ କରିବ ନାହିଁ। ତେଣୁ ରାଜା ହତ୍ୟାକାରୀକୁ ଯେଉଁ ଫାଶୀଦଣ୍ଡ ଦିଅନ୍ତି, ତାହା ବାସ୍ତବରେ ହତ୍ୟାକାରୀର ମଙ୍ଗଳ ବିଧାନ କରେ। ଠିକ୍ ସେହିପରି ଯେତେବେଳେ କୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ କହୁଛନ୍ତି, ସେତେବେଳେ ଏହା ବୁଝିବାକୁ ହେବ ଯେ ହିଂସା ଆଚରଣ ପରମ ମଙ୍ଗଳ ବିଧାନ ନିମିତ୍ତ କରାଯାଉଛି ଏବଂ ସେଥିପାଇଁ ଅର୍ଜୁନ ଭଗବାନ କୃଷ୍ଣଙ୍କ ଆଦେଶ ମାନିବା ଉଚିତ, କାରଣ ସେ ଏକଥା ଜାଣି ରଖିବା ଉଚିତ ଯେ ଶ୍ରୀକୃଷ୍ଣଙ୍କ ନିମିତ୍ତ ଯୁଦ୍ଧରେ ବ୍ୟାପୃତ ହୋଇ ଯୁଦ୍ଧ କରିବା ଆଦୌ ହିଂସା ନୁହେଁ। ଶରୀରର ମୃତ୍ୟୁରେ ଯେତେବେଳେ ଆତ୍ମାର ମୃତ୍ୟୁ ହୁଏ ନାହିଁ, ତାହା କିପରି ହିଂସା ହେବ? ତେଣୁ ନ୍ୟାୟ ବା ଧର୍ମରକ୍ଷା ନିମିତ୍ତ ଏପରି ହିଂସାଚରଣ କରିବା ଦରକାର। ଡାକ୍ତର ଯେଉଁ ଅସ୍ତ୍ରୋପଚାର କରେ ତାହା ରୋଗୀକୁ ମାରିବା ପାଇଁ କରେ ନାହିଁ, ରୋଗୀର ଆରୋଗ୍ୟ ନିମିତ୍ତ ତାହା କରାଯାଏ। ତେଣୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ଜୁନ ଯେଉଁ ଯୁଦ୍ଧ କରିବେ, ତାହା ପୂର୍ଣ୍ଣ ଜ୍ଞାନ ସ୍ତରରେ ରହି କରିବେ। ତେଣୁ ସେଥିରେ ପାପ ଆଚରଣର କୌଣସି ସମ୍ଭାବନା ନାହିଁ। ବାଂଶାସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହାତି ନରପରାଣୀ ତଥା ଶରୀରିଣୀ ବିହାୟ ଜୀର୍ଣ୍ଣାନ୍ୟାନି ସଂୟାତି ନବାନି ଦେହି। ଯେପରି ବ୍ୟକ୍ତି ପୁରାତନ ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ପରିଧାନ କରେ, ଠିକ୍ ସେହିପରି ଆତ୍ମା ଅଦରକାରୀ ବା ପୁରାତନ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ। ଶ୍ରୋତାବନ୍ଧୁ, ଅଣୁ ଆତ୍ମା ଯେ ଶରୀର ପରିବର୍ତ୍ତନ କରେ, ଏହା ହେଉଛି ଏକ ସର୍ବସିଦ୍ଧାନ୍ତ ସତ୍ୟ। ଏପରିକି କେତେକ ଆଧୁନିକ ବୈଜ୍ଞାନିକ, ଯେଉଁମାନେ ଆତ୍ମାର ଅସ୍ତିତ୍ୱ କଥା ସ୍ୱୀକାର କରନ୍ତି ନାହିଁ, କିନ୍ତୁ ତତ୍ସଙ୍ଗେ ସଙ୍ଗେ ହୃଦୟରୁ ଯେଉଁ ଶକ୍ତି ବାହାରୁଛି ସେ ବିଷୟରେ କିଛି କହିପାରନ୍ତି ନାହିଁ, ସେହିମାନଙ୍କୁ ମଧ୍ୟ କ୍ରମାଗତ ଶରୀରର ପରିବର୍ତ୍ତନ ସ୍ୱୀକାର କରିବାକୁ ପଡ଼ୁଛି। କାରଣ ଏ ଶରୀର ଶିଶୁ ଶରୀରରୁ ବାଳକ ଶରୀର, ବାଳକ ଶରୀରରୁ ଯୁବକ ଶରୀର ଏବଂ ପୁନଶ୍ଚ ଯୁବକ ଶରୀରରୁ ବୃଦ୍ଧ ଶରୀରକୁ ଲାଭ କରୁଛି। ବାର୍ଦ୍ଧକ୍ୟ ଅବସ୍ଥାରେ ପରିବର୍ତ୍ତନ ହୋଇ ଅନ୍ୟ ଏକ ଶରୀର ଲାଭ କରୁଛି। ଏକଥା ପୂର୍ବବର୍ତ୍ତୀ ଶ୍ଲୋକରେ ବର୍ଣ୍ଣନା କରାଯାଇଛି। ପରମାତ୍ମାଙ୍କ କୃପା ଯୋଗୁଁ ଅଣୁ ଆତ୍ମାର ଅନ୍ୟ ଏକ ଶରୀର ମଧ୍ୟରେ ପ୍ରବେଶ ସମ୍ଭବପର ହେଉଛି। ଯେପରି ଗୋଟିଏ ବନ୍ଧୁ ଅନ୍ୟ ଏକ ବନ୍ଧୁର ଅଭିଳାଷ ପୂର୍ଣ୍ଣ କରେ, ଠିକ୍ ସେହିପରି ପରମାତ୍ମା ଅଣୁ ଆତ୍ମାର ଅଭିଳାଷ ପୂର୍ଣ୍ଣ କରନ୍ତି। ମୁଣ୍ଡକ ଉପନିଷଦ ତଥା ଶ୍ଵେତାଶ୍ୱତର ଉପନିଷଦରେ ଆଦି ଦୈବିକ ଶାସ୍ତ୍ରମାନଙ୍କରେ ଆତ୍ମା ପରମାତ୍ମାକୁ ଏକ ବୃକ୍ଷରେ ବସିଥିବା ଦୁଇଟି ବନ୍ଧୁ ପକ୍ଷୀ ସହ ତୁଳନା କରାଯାଇଛି। ପକ୍ଷୀ ଦୁଇଟି ମଧ୍ୟରୁ ଗୋଟିଏ ପକ୍ଷୀ ଅଣୁ ଆତ୍ମା ବୃକ୍ଷର ଫଳକୁ ଚାଖୁଛି ଏବଂ ଅନ୍ୟ ପକ୍ଷୀଟି ଭଗବାନ ଶ୍ରୀକୃଷ୍ଣ କେବଳ ତାଙ୍କର ବନ୍ଧୁଙ୍କୁ ଲକ୍ଷ୍ୟ କରୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ସାକ୍ଷୀ ପକ୍ଷୀ ଏବଂ ଅର୍ଜୁନ ହେଉଛନ୍ତି ଭକ୍ଷଣକାରୀ ପକ୍ଷୀ। ଯଦିଓ ଦୁଇ ଜଣ ପରସ୍ପର ବନ୍ଧୁ, ତଥାପି ଜଣେ ହେଉଛନ୍ତି ପ୍ରଭୁ ଏବଂ ଅନ୍ୟ ଜଣ ହେଉଛନ୍ତି ଭୃତ୍ୟ। ଏଇ ଯେଉଁ ସମ୍ବନ୍ଧ, ତାହାକୁ ଅଣୁ ଆତ୍ମା ଭୁଲି ଯାଇଥିବାରୁ ସେ ଗୋଟିଏ ବୃକ୍ଷରୁ ଅନ୍ୟ ବୃକ୍ଷକୁ
ସ୍ଥାନ ପରିବର୍ତ୍ତନ କରୁଛି, ଅର୍ଥାତ୍ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହେଉଛି। ଭୌତିକ ଜୀବନ ରୂପୀ ବୃକ୍ଷରେ ଜୀବ ବା ଜୀବାତ୍ମା ଖୁବ୍ କଠିନ ସଂଗ୍ରାମ କରୁଛି। କିନ୍ତୁ ସେ ଯେତେବେଳେ ଅନ୍ୟ ପକ୍ଷୀକୁ ପରମ ଗୁରୁ ରୂପେ ସ୍ୱୀକାର କରିନେଉଛି, ଅର୍ଥାତ୍ ଅର୍ଜୁନ ଯେପରି ସତ ପ୍ରବତ୍ତ ହୋଇ ଶ୍ରୀକୃଷ୍ଣଙ୍କୁ ଆତ୍ମା ସମର୍ପଣ କଲେ, ଉପଦେଶ ଗ୍ରହଣ କରିବା ନିମିତ୍ତ ପ୍ରସ୍ତୁତ ହୋଇଗଲେ, ଠିକ୍ ସେହିପରି ଗୋଟିଏ ପକ୍ଷୀ ଅନ୍ୟ ଏକ ପକ୍ଷୀକୁ ଗୁରୁ ରୂପେ ଗ୍ରହଣ କରିନେଲେ ମୃତ୍ୟ ପକ୍ଷୀ ବା ଅଧସ୍ତନ ପକ୍ଷୀ ସାଙ୍ଗେ ସାଙ୍ଗେ ମାୟା ମୋହରୁ ମୁକ୍ତ ହୋଇଯାଏ। ଉଭୟ କଠୋପନିଷଦ ଏବଂ ଶ୍ଵେତାସ୍ତର ଉପନିଷଦ ଏକଥା ସ୍ୱୀକାର କରିଛନ୍ତି, ଯଥା ସମାନେ ବୃକ୍ଷ ପୁରୁଷ ନିମଗ୍ନ ନାଶୟା ସଚତି ମିହ ମାନଃ ଜୁଷ୍ଟମ୍ ଯଦା ପଶ୍ୟତ୍ୟାନାମିଷମ୍ ଅସ୍ୟ ମହିମାନମିତି ବିତଶକଃ। ଯଦିଓ ଦୁଇଟି ଯାକ ପକ୍ଷୀ ଗୋଟିଏ ବୃକ୍ଷରେ ଅଛନ୍ତି, ଫଳ ଭକ୍ଷଣକାରୀ ପକ୍ଷୀ ବୃକ୍ଷର ଫଳ ଉପଭୋଗକାରୀ ହିସାବରେ ସମ୍ପୂର୍ଣ୍ଣ ରୂପେ ଦୁଃଖ ଶୋକ ଭୋଗ କରୁଛି। କିନ୍ତୁ ଯଦି କୌଣସି ପ୍ରକାରେ ସେ ପକ୍ଷୀ ତାର ବନ୍ଧୁଙ୍କ ଆଡ଼କୁ ମୁହଁ ଫେରାନ୍ତି, କାରଣ ସେ ବନ୍ଧୁ ପକ୍ଷୀ ହିଁ ହେଉଛନ୍ତି ଭଗବାନ ଏବଂ ଯେ କି ତାଙ୍କ ମାହାତ୍ମ୍ୟ ଜାଣନ୍ତି, ତାହେଲେ ଦୁଃଖ ଭୋଗୁଥିବା ପକ୍ଷୀ ସାଙ୍ଗେ ସାଙ୍ଗେ ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ହୋଇଯାଏ। ବର୍ତ୍ତମାନ ଅର୍ଜୁନ ତାଙ୍କର ଚିରନ୍ତନ ବନ୍ଧୁ ଶ୍ରୀକୃଷ୍ଣଙ୍କ ପ୍ରତି ପ୍ରମୁଖ ହୋଇଛନ୍ତି, ତାଙ୍କଠାରୁ ଭଗବଦ୍ଗୀତା ବୁଝୁଛନ୍ତି ଏବଂ ଏହିପରି ଭାବରେ ଶ୍ରୀକୃଷ୍ଣଙ୍କଠାରୁ ଭଗବଦ୍ଗୀତା ଶ୍ରବଣ କରି ସେ ଭଗବାନଙ୍କର ଗୁଣ ଗୌରବ କଥା ବୁଝିପାରି ସମସ୍ତ ଦୁଃଖରୁ ମୁକ୍ତି ହୋଇଗଲେ। ଏହିଠାରେ ଅର୍ଜୁନଙ୍କୁ ଉପଦେଶ ଦିଆଯାଉଅଛି ଯେ ତାଙ୍କର ପିତାମହ ଭୀଷ୍ମ ଏବଂ ଗୁରୁ ଦ୍ରୋଣଙ୍କର ଶରୀର ପରିବର୍ତ୍ତନରେ ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ, ବରଂ ଧର୍ମ ଯୁଦ୍ଧରେ ସେମାନଙ୍କର ଶରୀର ପରିବର୍ତ୍ତନରେ ଦୁଃଖ ପ୍ରକାଶ ନ କରି ଆନନ୍ଦିତ ହେବା ଉଚିତ, କାରଣ ଏତଦ୍ୱାରା ସେମାନେ ସେମାନଙ୍କର ବିଭିନ୍ନ ପ୍ରକାର ଶାରୀରିକ କ୍ରିୟାର ପ୍ରତିକ୍ରିୟାରୁ ସାଙ୍ଗେ ସାଙ୍ଗେ ମୁକ୍ତ ହୋଇଯିବେ। ଶ୍ରୋତାବନ୍ଧୁ, ଯେଉଁ ବ୍ୟକ୍ତି ଧର୍ମ ଯୁଦ୍ଧରେ ଜୀବନପାତ କରେ, ସେ ସାଙ୍ଗେ ସାଙ୍ଗେ ଶରୀର କ୍ରିୟା ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଏ ଏବଂ ଏକ ଉଚ୍ଚତର ଜୀବନ ସ୍ତରକୁ ଉନ୍ନୀତ ହୋଇଯାଏ। ତେଣୁ ଅର୍ଜୁନଙ୍କର ଦୁଃଖ କରିବାର କାରଣ କିଛି ବି ନାହିଁ। ନୈନ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ ନ ନୈନଂ କ୍ଲେଦୟନ୍ତାପ ନ ଶୋଚୟତି ମାରୁତଃ। ଆତ୍ମାକୁ ଅସ୍ତ୍ରଶସ୍ତ୍ର କାଟିପାରିବ ନାହିଁ, ଅଗ୍ନି ପୋଡ଼ିପାରିବ ନାହିଁ, ଜଳ ବୁଡ଼ାଇ ପାରିବ ନାହିଁ କିମ୍ବା ବାୟୁ ତାକୁ ଶୁଷ୍କ କରିପାରିବ ନାହିଁ। ପ୍ରିୟ ଶ୍ରୋତାବନ୍ଧୁ, ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର, ଖଣ୍ଡା ତରୁଆଲ, ଅଗ୍ନି, ବର୍ଷା, ଝଡ଼ ବତାସ କେହି ହେଲେ ବି ଅଣୁ ଆତ୍ମାକୁ ମାରିପାରିବେ ନାହିଁ। ଏଥିରୁ ଜଣାଯାଉଛି ଯେ କ୍ଷିତି, ଅପ୍, ତେଜ, ମାରୁତ, ବ୍ୟୟମ ଆଦିରୁ ପ୍ରସ୍ତୁତ ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର ଥିଲା। ଏତଦ୍ ବ୍ୟତୀତ ଆଧୁନିକ ଅଗ୍ନାସ୍ତ୍ରମାନ ମଧ୍ୟ ଥିଲା। ଆଧୁନିକ ଯୁଗର ପରମାଣୁ ଅସ୍ତ୍ରକୁ ଅଗ୍ନାସ୍ତ୍ର ମଧ୍ୟରେ ନିଆଯାଉଛି, କିନ୍ତୁ ପୂର୍ବେ ଅନ୍ୟ ଭୌତିକ ପଦାର୍ଥରେ ନିର୍ମିତ ଅସ୍ତ୍ରଶସ୍ତ୍ରମାନ ମଧ୍ୟ ଥିଲା। ଅଗ୍ନାସ୍ତ୍ରର ପ୍ରତିସର ଥିଲା ବରୁଣାସ୍ତ୍ର। ଆଧୁନିକ ବିଜ୍ଞାନ ଏପର୍ଯ୍ୟନ୍ତ ଏହାକୁ ଜାଣିପାରି ନାହିଁ। ଆଧୁନିକ ବୈଜ୍ଞାନିକମାନଙ୍କର ମଧ୍ୟ ଭୟଙ୍କର ବାୟବୀୟ ଅସ୍ତ୍ର ସମ୍ବନ୍ଧରେ ମଧ୍ୟ ଜ୍ଞାନ ନାହିଁ। ସମସ୍ତ ପ୍ରକାର ବୈଜ୍ଞାନିକ ଉଦ୍ଭାବନ ସତ୍ତ୍ୱେ ଅଣୁ ଆତ୍ମାକୁ ଖଣ୍ଡ ଖଣ୍ଡ କରି କଟାଯାଇ ପାରିବ ନାହିଁ କିମ୍ବା କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଧ୍ୱଂସ କରାଯାଇ ପାରିବ ନାହିଁ। ମୌଳିକ ଆତ୍ମା ବା ପରମାତ୍ମା ଠାରୁ ଜୀବାତ୍ମାକୁ କାଟି ତିଆରି କରିବା କେବେ ହେଲେ ସମ୍ଭବପର ନଥିଲା କି କେବେ ସମ୍ଭବ ହେବ ନାହିଁ। ଜୀବାତ୍ମା କିପରି ଅବିଦ୍ୟାରୁ ପ୍ରକଟିତ ହେଲା ଏବଂ ପରିମାଣତଃ ମାୟା ଶକ୍ତି ଦ୍ୱାରା ଆଚ୍ଛାଦିତ ହେଲା, ଏହା ମାୟାବାଦୀ କଦାପି କହିପାରିବେ ନାହିଁ। ଯେହେତୁ ଜୀବାତ୍ମା ସନାତନ ଭାବେ ଅଣୁଆତ୍ମା ଅଟନ୍ତି, ତେଣୁ ସେମାନେ ମାୟା ଦ୍ୱାରା ଆଚ୍ଛାଦିତ ହେବା ଖୁବ୍ ସ୍ୱାଭାବିକ ଅଟେ ଏବଂ ସେଥିପାଇଁ ସେମାନେ ପରମେଶ୍ୱରଙ୍କର ସଙ୍ଗଲାଭରୁ ବିଚ୍ୟୁତ ହୁଅନ୍ତି। ଯଦିଓ ଅଗ୍ନିକଣା ଅଗ୍ନି ସହ ସମଗୁଣ ବିଶିଷ୍ଟ, ତଥାପି ତାହା ଯେତେବେଳେ ମୂଳ ଅଗ୍ନିଠାରୁ ଦୂରେଇ ଯାଏ,
ତାହା ନିର୍ବାପିତ ହୋଇଯିବା ସ୍ୱାଭାବିକ ଅଟେ। ଠିକ୍ ସେହିପରି ଚିଦାତ୍ମା ପରମାତ୍ମାଙ୍କ ସଙ୍ଗଲାଭରୁ ଦୂରେଇ ଗଲେ ମାୟା ଶକ୍ତି ଦ୍ୱାରା ଆଚ୍ଛନ୍ନ ହୋଇଯାଏ। ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଜୀବାତ୍ମାମାନେ ପରମାତ୍ମାଙ୍କର ବିଭିନ୍ନାଂଶ ଅଟନ୍ତି। ଭଗବଦ୍ ଗୀତା ଅନୁଯାୟୀ ସେମାନେ ସନାତନ ଭାବେ ଏପରି ଅଟନ୍ତି। ତେଣୁ ମାୟାଶକ୍ତି କବଳରୁ ମୁକ୍ତ ହେଲା ପରେ ମଧ୍ୟ ଜୀବାତ୍ମା ପରମାତ୍ମାଙ୍କର ଏକ ଭିନ୍ନ ଅଂଶ ହୋଇ ରହେ। ଏହା ଭଗବାନ କୃଷ୍ଣ ଦ୍ୱାରା ଅର୍ଜୁନକୁ ଦିଆଯାଇଥିବା ଶିକ୍ଷାରୁ ପରିଷ୍କାର ଭାବରେ ଜଣାଯାଉଛି। ଅର୍ଜୁନ ଭଗବାନ କୃଷ୍ଣଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇ ମୁକ୍ତ ହୋଇଥିଲେ। ସେ କେବେ ହେଲେ କୃଷ୍ଣଙ୍କ ସହ ମିଶି ଏକାକାର ହୋଇନଥିଲେ। ଶ୍ରୋତାବନ୍ଧୁ, ଆଜି ଆମେ ସେକେଣ୍ଡ ଚାପ୍ଟରର 23 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କଲୁ। ଏହି ଅଧ୍ୟାୟରେ ଯେଉଁ ଆମର ଆଲୋଚନା ଆତ୍ମ ପରମାତ୍ମାଙ୍କ ବିଷୟରେ ଯେଉଁ କଥାବାର୍ତ୍ତା, ତାହା କେମିତି ଲାଗିଲା ଆପଣ ମତାମତ ଜଣାଇବେ। ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତ୍ୟେକ ବାଣୀ ଗୋଟିଏ ଅମୃତ ସଦୃଶ। ତେଣୁ ଭଗବଦ୍ ଗୀତାକୁ ଆପଣ ପ୍ରତିଦିନ ଶୁଣନ୍ତୁ ଏବଂ ଜୀବନର ମୂଲ୍ୟ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କୃଷ୍ଣ ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ। ହରେ କୃଷ୍ଣ।